ମଣି ଜୟ କଳା। ତ କଣ ମତେ ଭୁଲିନଟି? ତ ମୁଁ ଆପଣଙ୍କ ଗୁଡୁ ସ୍ୱାଗତ କରୁଛି ଗୋଟେ ମୋର ନ୍ୟୁ ବ୍ଲଗକୁ। ତ ମୁଁ ଆଜି ବହୁତ ଦିନ ପରେ କ୍ଲବ ଘରୁ ଗଲା ବେଳକୁ ତ ଆମର ମହିଷାସୁର ପ୍ରସ୍ତୁତି ଚାଲିଥିଲା। ତ ରୁମ ଟା ପୁରା ଅଳିଆ ହେଇକି ପଡିଥିଲା। ଦଶହରା ପାଇଁ ପୁରା ଆମ ମହିଷାସୁର ରେଡି। ତ ମୋର ସେଠି କମ୍ପ୍ୟୁଟର କ୍ଲାସ ପାଇଁ ଲେଟ୍ ହେଇଯାଇଥିଲା। ତ ମୁଁ ଦୁଆର ଫୁଆର କବାଟ ସବୁ ଦେଇକି ଆସିଯାଇଥିଲି ଘରକୁ। ତ ଘରକୁ ଆସିଲା ପରେ ମୋ ଗାଡିର ଟିକେ ସୁଟିଂ କରିଦେଇଥିଲି। ତ ମୁଁ ପୁରା ରେଡି କମ୍ପ୍ୟୁଟର କ୍ଲାସ ପାଇଁ ଯିବା। ତ ବାଟରେ ଗଲାବେଳେ ମୋର ବହୁତ ହି ଲେଟ୍ ହେଇଯାଇଥିଲା କମ୍ପ୍ୟୁଟର କ୍ଲାସ ପାଇଁ। ତ ଏଠୁ ଟ୍ରାଫିକ ବହୁତ ଜାମ୍ ଥିଲା। ତ ସେଠି ମୁଁ ଏମିତି ତ ଲେଟ୍ ହେଲାଣି ମନ୍ଦିର ଟିକେ ପଳେଇଥିଲି। ନୃସିଂହ ମନ୍ଦିର ଯାଇ ସେଇଠି ନୃସିଂହ ଟିକେ ମୁଣ୍ଡିଆ ମାରି ଫାଇନାଲି ମୁଁ ପହଞ୍ଚିଲି କମ୍ପ୍ୟୁଟର କ୍ଲାସ ଭିତରେ। ତ ମୁଁ ଯାଉଛି କଳିଙ୍ଗ ସ୍ମାର୍ଟ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଗୁଣ୍ଡିଚା ମନ୍ଦିର ସାଇଟ୍। ତ ଆଜି ମୋର ଟ୍ୟାକ୍ସ ଥିଲା କି ମୁଁ ଗୋଟେ ଡ୍ର କରିବି। ତ ମୁଁ କଣ ଡ୍ର କରିବି ବୋଲି ଭାବିଲା ବେଳକୁ ଗୋଟେ ଜଗନ୍ନାଥଙ୍କ ମନ୍ଦିର ଡ୍ର କରିବି ବୋଲି ମୋ ସାଙ୍ଗ ଆଡଭାଇସ୍ ଦେଲା। ତ ମୁଁ ଜଗନ୍ନାଥଙ୍କ ମୂର୍ତ୍ତି ଗୋଟେ ଡ୍ର କଲି। ତ ମୋ ସାଙ୍ଗ ଗୋଟେ ଆନିମେ ଭିଡିଓ କରୁଥିଲା। ସିଏ କରିଦେଲା ସିନା କିନ୍ତୁ ତା ବିଷୟରେ କିଛି ଜାଣିନଥିଲା। ସାର୍ ଆସିକି ତାକୁ ବଢିଆ ଭାବରେ ବୁଝେଇଦେଲେ। ତ ମୋର ବି କିଛି ଡ୍ରରେ ଡାଉଟ୍ ଥିଲା, ସାର୍ ଆସିକି ମତେ ବୁଝେଇଲେ। ତ ଏମିତି କିଛି ସମୟ ଅତିବାହିତ କଲା ପରେ କେତେବେଳେ 7ଟା ବାଜିଗଲା ଏବଂ ଆମର କମ୍ପ୍ୟୁଟର କ୍ଲାସ ଛୁଟି ହେଇଗଲା। ତ ଛୁଟି ହେଇଗଲା ପରେ କବାଟ ଫବାଟ ଲାଇଟ୍ ଫାଇଟ୍ ସବୁ ବନ୍ଦ କରି ଆମେ ଚାଲିଲୁ ଘରକୁ। ତ ଘରକୁ ଆସିଲା ବେଳେ ଭାଇ ଯୋଉ ଦାଣ୍ଡରେ ଥଣ୍ଡା ଥଣ୍ଡା ପାଗକୁ ଥଣ୍ଡା ଥଣ୍ଡା ପବନ